एकमात्र पुओ खोजिबाकू बापर आकुल निवेदन। समस्ते ଏହି ଫଟୋଟିକୁ ସେୟାର କରିବାକୁ ଅନୁରୋଧ। ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ଥାନା ଅନ୍ତର୍ଗତ ବ୍ରାହ୍ମଣମରବା ଗ୍ରାମର ହିନ୍ଦୁ ବିନ୍ଧାଣୀଙ୍କ एकमात्र ପୁତ୍ର ନିଖୋଜ ହୋଇଯାଇଥିବା ଅଭିଯୋଗ ହୋଇଛି। ସୂଚନାଯୋଗ୍ୟ ଯେ ହିନ୍ଦୁ ବିନ୍ଧାଣୀଙ୍କ एकमात्र ପୁଅ ସାମାନ୍ୟ ମାନସିକ ଭାରସାମ୍ୟ ହରାଇ ମଝିରେ ମଝିରେ ଏପଟ ସେପଟ ପଳାଇ ଯାଇଥାଏ, କିନ୍ତୁ ବାପା ମା ସବୁବେଳେ ପୁଅ ଉପରେ ନଜର ରଖିଥାନ୍ତି। ତେବେ ପୁଅ ମନୋରଞ୍ଜନ ବିନ୍ଧାଣୀର ବୟସ 25 ବର୍ଷ ହୋଇଥିବା ବେଳେ ସବୁଦିନ ଗାଁ ପାଖାପାଖି ଅଞ୍ଚଳରେ ସାଇକେଲ ଯୋଗେ ବୁଲାବୁଲି କରିଥାଏ। କିନ୍ତୁ ଗତକାଲି ସକାଳେ 7ଟା ସମୟରେ ପୁଅ ମନୋରଞ୍ଜନ ଘରୁ ସାଇକେଲ ଯୋଗେ ବାହାରି ଆସି ଆଉ ଘରକୁ ଫେରି ନଥିଲା। ପରେ ପରିବାର ଲୋକ ସମ୍ପର୍କୀୟଙ୍କ ଘର ସହିତ ଆଖପାଖ ଗାଁରେ ଖୋଜାଖୋଜି କରିଥିଲେ ସୁଦ୍ଧା ପୁଅର ସନ୍ଧାନ ପାଇନଥିଲେ। ତେବେ ଘରୁ ଏକ ନୂତନ ସାଇକେଲ ଯୋଗେ ବାହାରିବା ସମୟରେ ପାଦରେ ଚପଲ ପିନ୍ଧି ନଥିବା ବେଳେ ଜିନ୍ସ ପ୍ୟାଣ୍ଟ ଓ ସାର୍ଟ ପିନ୍ଧି ବାହାରି ଆସିଥିଲା। ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ଜାଣିବାକୁ ପାଇଥିଲେ ସରଡିହା ହାଟ ପାଖରେ ଦିନ 11ଟା ସମୟରେ ବୁଲୁଥିଲା। ପରେ ସେଠାରୁ କେଉଁ ଆଡ଼କୁ ଚାଲିଯାଇଛି ଆଉ ଜାଣିପାରି ନଥିଲେ। ତେବେ ଅଳ୍ପ ଦିନ ତଳେ ମନୋରଞ୍ଜନର ଏକ ଦୁର୍ଘଟଣା ଯୋଗୁଁ ମୁହଁରେ ଦାଗ ଥିବା ମଧ୍ୟ ଗୋଡ଼ରେ ମାଡ଼ ବାଜିଥିବା ଯୋଗୁଁ ଛୋଟେଇ ଛୋଟେଇ ଚାଲୁଥିବା କଥା କହିଛନ୍ତି ବାପା। एकमात्र ପୁଅକୁ ଖୋଜି ଖୋଜି ନୟାନ୍ତ ହେଲେଣି ବାପା ସହିତ ପରିବାର ଲୋକ। ଶେଷରେ ମୋରଡ଼ା ଥାନା ଦ୍ୱାରସ୍ଥ ହୋଇଥିବା ସହିତ ସମସ୍ତଙ୍କୁ ନିବେଦନ କରିଥିଲେ, ସୋସିଆଲ ମିଡ଼ିଆ ହେଉ କି ଗଣମାଧ୍ୟମରେ ପୁଅ ଫଟୋ ଛାଡ଼ି ମୋ ପୁଅକୁ ଖୋଜି ଦିଅ। ଯଦି କେହି ଖବର ପାଆନ୍ତି ତେବେ 9391176496 ଏହି ନମ୍ବରରେ ଯୋଗାଯୋଗ କରିବେ, ନଚେତ୍ ସ୍ଥାନୀୟ ପୁଲିସକୁ ଖବର ଦେବାକୁ କାନ୍ଦି କାନ୍ଦି ବାପା ଅନୁରୋଧ କରିଛନ୍ତି। ତେଣୁ ସମସ୍ତେ ଏହି ଫଟୋକୁ ସେୟାର କରିବାକୁ ଅନୁରୋଧ।